ଦିନକର କଥା। ସେଦିନ କଲେଜରେ ଫଙ୍କସନ୍ ଥାଏ। ସବୁ ପ୍ରୋଗ୍ରାମ୍ ସରିବା ବେଳକୁ ସନ୍ଧ୍ୟା ହୋଇଗଲା। ସନ୍ଧ୍ୟା ବେଳକୁ ବାକି ଥାଏ ଡ୍ୟାନ୍ସ ଓ ଫ୍ୟାନ୍ସି ଡ୍ରେସ୍। ମୁଁ ଫ୍ୟାନ୍ସି ଡ୍ରେସ୍ରେ ପାର୍ଟିସିପେଟ୍ କରିଥାଏ। ହଷ୍ଟେଲରେ ମୋର ସବୁଠୁ ପ୍ରିୟ ସାଙ୍ଗ ଥିଲା ନେହା। ମୁଁ ସବୁ କଥା ତା ସହିତ ସେୟାର କରେ। ସେଦିନ ସେ ମଧ୍ୟ ଫ୍ୟାନ୍ସି ଡ୍ରେସ୍ରେ ଭାଗ ନେଇଥିଲା। ଆମେ ଯେଉଁମାନେ ସବୁ ଭାଗ ନେଇଥିଲୁ ସମସ୍ତେ ସଜବାଜ ହୋଇ ଷ୍ଟେଜ୍କୁ ଗଲୁ। ଷ୍ଟେଜ୍ ଉପରେ ଜଣଙ୍କ ପରେ ଜଣେ ନିଜର ପରଫର୍ମାନ୍ସ ଦେଖାଇଥାନ୍ତି। ଆଉ ଦୁଇ ଜଣଙ୍କ ପରେ ନେହାର ପାଳିଥାଏ। ନେହା ପରେ ମୋର ଥାଏ, ହେଲେ ନେହାକୁ କେଉଁଠି ବି ଦେଖିବାକୁ ମିଳୁନଥାଏ। ମୁଁ ଚାରିଆଡ଼କୁ ଦେଖିଲି, ହେଲେ କେଉଁଠି ବି ନେହା ଦେଖାଯାଉନଥାଏ। ମୁଁ ଭାବିଲି ସେ ବୋଧେ ରୁମ୍ରେ ଅଛି। ସେଥିପାଇଁ ମୁଁ ଉପରକୁ ଗଲି ତାକୁ ଡାକିବା ପାଇଁ। ସମସ୍ତେ ତଳେ ଥିଲେ, ଉପରେ କେହି ବି ହେଲେ ନଥିଲେ। ପୁରା ଖାଁ ଖାଁ ଲାଗୁଥିଲା। ମୋତେ ଭାରି ଡର ଲାଗୁଥିଲା। ମୁଁ ଯାଇ ଆମ ରୁମ୍ରେ ଦେଖିଲି, ହେଲେ ନେହାକୁ ପାଇଲି ନାହିଁ। 2ରୁ 3 ଥର ଡାକିଲି, ହେଲେ କେହି ଜବାବ ଦେଲେ ନାହିଁ। ଝରକା ଖୋଲା ଥିଲା। ଝରକା ବାଟେ ଚାହିଁଲି, କେହି କୁଆଡ଼େ ବି ନାହାନ୍ତି। ହଠାତ୍ କୁଆଡ଼େ ନେହା ଚାଲିଗଲା। ତଳେ ନାହିଁ। ଏଠି ବି ଡାକିଲେ ବେଳକୁ ଶୁଣୁ ନାହିଁ। ମୁଁ ରୁମ୍ରୁ ଚାଲି ଯାଉଥିଲି, ହେଲେ କିଛି ଶବ୍ଦ ଶୁଣି ଅଟକି ଗଲି। ଶବ୍ଦଟା ବାଥରୁମ୍ରୁ ଆସୁଥିଲା। ନେହାର ସ୍ୱର ଶୁଭୁଥିଲା। ମୁଁ ଡାକି ଡାକି ବାଥରୁମ୍ ଭିତରକୁ ଚାଲିଗଲି। ସେଠି ଯାଇ ଦେଖିବା ବେଳକୁ ନେହା ଗୋଟିଏ କୋଣରେ 2 ଆଣ୍ଠୁ ଭିତରେ ମୁଣ୍ଡ ଜାକି ବସିଛି। ତାକୁ କହିଲି, ଆରେ ନେହା, ତୁ ଏଠି କ'ଣ ବସିଛୁ? ଏବେ ପରା ଆମ ନାଁ ଡକାଯିବ, ତୁ ଆସେ। କିଛି କହୁନଥାଏ। ମୋତେ ବଡ଼ ଅଜବ ଲାଗୁଥାଏ। ମୁଁ ଧୀରେ ଧୀରେ ତା ପାଖକୁ ଗଲି, ଆଉ ତା ପିଠିରେ ହାତ ମାରି ତାକୁ ହଲେଇ ଦେଇ ଡାକିଲି। ତାପରେ ସେ ମୋତେ ବଡ଼ ବଡ଼ ଆଖି କାଢ଼ି ଚାହିଁଲା, ଆଉ ମୋ ତଣ୍ଟିକୁ ଚିପି ଧରିଲା। ମୁଁ ଯେତେ ଚିତ୍କାର କରିବାକୁ ଚେଷ୍ଟା କରୁଥାଏ, ପାରୁନଥାଏ। ଭାଗ୍ୟବଶତଃ ସେଇ ସମୟରେ ଆମ ରୁମ୍କୁ ଗୋଟେ ସାଙ୍ଗ ଆସିଥିଲା ଆମକୁ ଡାକିବା ପାଇଁ। ବାଥରୁମ୍ ଭିତରୁ ମୋ ପାଟି ଶୁଣି ସେ ସାଙ୍ଗଟି ଭିତରକୁ ଆସିଲା। ଦେଖେ ତ ନେହା ମୋ ଗଳା ଚିପି ଧରିଛି। ସେ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ପ୍ରିନ୍ସିପାଲ ସାର୍ ଓ ଅନ୍ୟମାନଙ୍କୁ ଡାକି ଆଣିଲା। ସମସ୍ତେ ମିଶି ତାଠୁ ମୋତେ ରକ୍ଷା କଲେ। ନେହାକୁ ଏମିତି ଅବସ୍ଥାରେ ଦେଖି ମୁଁ ବହୁତ ଡରି ଯାଇଥିଲି। ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ ଯେତେବେଳେ ସାର୍ ଡାକ୍ତରକୁ ଡାକିବା ବଦଳରେ ଗୁଣିଆକୁ ଡାକିଲେ। ନେହା ପୁରା ପାଗିଳିଙ୍କ ଭଳି ହେଉଥିଲା। ଗୁଣିଆ ତାକୁ ଝଡ଼ାଫୁଙ୍କା କରିବା ପରେ ସେ ଟିକେ ଭଲ ହେଲା। ତାପରେ ସେ ସବୁ କଥା କହିଲା ଯାହା ତା ସହିତ ଘଟିଥିଲା। ନେହା କହିଲା, ଯେତେବେଳେ ସେ ଫ୍ୟାନ୍ସି ଡ୍ରେସ୍ ପାଇଁ ବାହାରକୁ ତଳକୁ ଯାଉଥିଲା, ସେତେବେଳେ କେହି ତାକୁ ଡାକିଲେ। ସେ ଯାଇ ଝରକା ଖୋଲି ଦେଖେ ତ କେହି ନାହାନ୍ତି। ପୁଣି ଝରକା ଦେବାକୁ ଯାଉଥିବା ବେଳେ କେହି ତା ଚୁଟିକୁ ଟାଣି ଧରିଲା ଭଳି ଲାଗିଲା। ଆଉ ତାପରେ ତାର ଆଉ କିଛି ମନେ ନଥିଲା। ପ୍ରିନ୍ସିପାଲ ସାର୍ ମଧ୍ୟ କହିଲେ ଯେ ହଷ୍ଟେଲ ପଛପଟେ ଥିବା ଗଛରେ ଜଣେ କଲେଜ ଷ୍ଟୁଡେଣ୍ଟ ଆତ୍ମହତ୍ୟା କରିଥିଲା। ଏସବୁ ତାରି ଉପଦ୍ରବ। ତାପରେ ସେ ଗଛକୁ ବନ୍ଦୀ କରାଗଲା। ସେ କଥା ଆଜି ବି ମନେ ପଡ଼ିଲେ ମୋ ଛାତି ଥରି ଉଠୁଛି। ଏହି କାହାଣୀଟି ଭଲ ଲାଗିଥିବ ତେବେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ। ଏଇଭଳି ନୂଆ ନୂଆ କାହାଣୀ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।